କୁଣ୍ଡାଳ ବ୍ରାଞ୍ଚ କେନାଲ ରାସ୍ତାଟି ତିନିମୁହାଣୀ ଠାରୁ ନଗଜପୁର ଆଡ଼କୁ ଯାଇଥିବା କଣ୍ଟାପାଡ଼ି ଠାରେ ବାମ ପାର୍ଶ୍ୱରେ ନଦୀବନ୍ଧ ଓ କେନାଲ ବନ୍ଧ ମଝିରେ ଥିବା ମଣ୍ଡଣ ଉପରା ସ୍କୁଲ ଓ ମଣ୍ଡଣ ଅଙ୍ଗନବାଡ଼ି କେନ୍ଦ୍ରରେ ହାରାହାରି 200 ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଏହି ଅନୁଷ୍ଠାନକୁ ଆସିବାକୁ କୁଣ୍ଡାଳ ବ୍ରାଞ୍ଚ କେନାଲରେ ଦୀର୍ଘ 50 ବର୍ଷ ତଳେ ନିର୍ମାଣ କରାଯାଇଥିବା ପୋଲଟି ବର୍ତ୍ତମାନ ଯାତାୟାତ ପାଇଁ ବିପଦ ସଂକୁଳ ଅବସ୍ଥାରେ ଅଛି। ତାହା ନିର୍ମାଣ କରାଯାଇଥିବା ୱାଲ୍ ଗୁଡ଼ିକ ଫାଟି ଗଳି ପଡ଼ିଲାଣି ଓ ସ୍ଲାବ୍ ମଧ୍ୟ ଦବିଗଲାଣି। ଏ ସମ୍ପର୍କରେ ଗ୍ରାମବାସୀମାନେ 4 ମାସ ତଳେ ବିଭାଗୀୟ କର୍ତ୍ତୃପକ୍ଷ ଜଳସମ୍ପଦ ବିଭାଗକୁ ଗୋଟିଏ ଦାବିପତ୍ର ଦେଇଥିଲେ। ଦାବିପତ୍ର ପାଇ ଉଚ୍ଚ କର୍ତ୍ତୃପକ୍ଷ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଆସି ଦେଖି ମାପଚୁପ କରିକି ନେଇଥିଲେ, କିନ୍ତୁ 6 ମାସ ଭିତରେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ବର୍ତ୍ତମାନ ବର୍ଷା ଦିନ, ସେ ପୋଲରେ କୌଣସି ସୁରକ୍ଷା ବାଡ଼ା ନାହିଁ। 200 ପିଲା ଯିବା ଆସିବା ଭିତରେ ବିପଦ ସଂକୁଳ ଅବସ୍ଥାରେ କେତେବେଳେ ପୋଲଟି ଭୁଷୁଡ଼ି ଯାଇପାରେ। ତେଣୁ ଛାତ୍ରଛାତ୍ରୀମାନଙ୍କ ପ୍ରତି ବିପଦ ଅଛି। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି କି ତୁରନ୍ତ ତାକୁ ଅନୁସନ୍ଧାନ କରି ଏଠାରେ ଗୋଟିଏ ନୂତନ ପୋଲର ନିର୍ମାଣ କରିବା ପାଇଁ ଆମେ ଅଞ୍ଚଳ ତରଫରୁ ଦାବି ଉପସ୍ଥାପନ କରୁଅଛୁ।